ଆଜ୍ଞା ଗାଈ ଚରୁଛନ୍ତି ଏଇଟା ଗୋଚର ନୁହେଁ ତ? ଗୋଚର ଗୋଚର କିଏ କହିଲା? 82 ମସିହାରେ ମୁଁ ଏଗୁଡ଼ା ସବୁ ଦାନ କରିଦେଇଥିଲି। ଆଜ୍ଞା ଅବିକା ସବୁ କାଗଜ ପତ୍ର କରିକି ମୋ ନାଁରେ କରିଦେଇଛି, ପ୍ଲଟିଂ କରିକି ସବୁ ବିକିଦେବି ଅବିକା। ସମୁ ଆଚ୍ଛା ଲାଷ୍ଟ ନମ୍ବରଟା ନଗେଇଲୁ, ଯୋଉ ନମ୍ବରଟା ଥିଲା ନଗେଇଲୁ ଶୀଘ୍ର। କୁଆଡ଼େ ଗଲେ ସିଏ ଏପର୍ଯ୍ୟନ୍ତ ଦେଖା ନାହାନ୍ତି। ଆମର ଦୁନିଆ ଆଡ଼େ ଦୁନିଆ କାମ ନା, ଏଇଠି ଜଗିକି ବସିବା ଗୋଟାଏ ଲୋକ। ହ୍ୟାଲୋ, ହଁ ତମେ କୁଆଡ଼େ ଗଲ କି? ହଁ ସେଇ ଛକରୁ ଭିତରକୁ ଆସ, ସେ କଳାର ଛକ ଠିଆ ହେଇଛ ତ? ହଁ ଦେଖ ଗୋଟେ ବୋର୍ଡ଼ ମରା ହେଇଥିବ, ସେଇଠୁ ଭିତରକୁ ବସ। ହଁ ସେ ଯୋଉ କଂକ୍ରିଟ ରାସ୍ତାଟା। ହଉ ହଉ, ହଁ ଶୀଘ୍ର ଆସ ଶୀଘ୍ର ଆସ। ଆଜ୍ଞା ବାବାଜୀଉଙ୍କ ଘରଟା କୋଉଠି କହିବେ କି? ବାବାଜୀ ବାବୁ? ଆଜ୍ଞା ଯିଏ ଜମି ଫମି ବେପାର କରନ୍ତି। ଓହୋ ବାବାଜୀ ସ୍ୱାଇଁ? ଆଜ୍ଞା ଏ ସେ ଆଗରେ ଆଗରେ ତାଙ୍କ ଗାଡ଼ିଟା ଥୋଇଛି, ଅଲ୍ଟୋ ଗାଡ଼ିଟା। ହଉ ଭାଇ ହଉ। ବାବାଜୀ ସ୍ୱାଇଁ କୋଉନଠାରୁ ଜମି ବେପାର କଲାଣି? ଗଲା ଆଉ ପଟି ମାରିଦବ ଏ ଲୋକଟାକୁ ଆଉ। ଗଲା ଗଲା ମାରିଦେଲା ଆଉ। ସବୁ ଫାଇଲଟା ବାଗଲୁ। ଆଉ କାଲି ସେ ହିଷ୍ଟ୍ରି ପେପର ହେରିକା ଜେରକ୍ସ କରିଦେଇଦେବୁ ସବୁ। ଆଜ୍ଞା ସେ ହିଷ୍ଟ୍ରି ପେପର ଡେଟ୍ଟା ଭୁଲ ଅଛି। ଆରେ ଗୋଟାଏ ଡେଟ୍ ଭୁଲ ହେଲେ କ'ଣ ହେଇଗଲା ସେଠୁ? ମୁଁ ଗୋଟାଏ ହିଷ୍ଟ୍ରି ପେପରରେ ମୁଁ କେତେ କେତେ ଜମି ବିକି ଦେଇଛି। ସେ ଭୁଲଟାକୁ କିଛି ଅସୁବିଧା, ତୋର ଛୋଟଗୁଡ଼ା ତୋର କିଛି ମୁଣ୍ଡରେ ବୁଦ୍ଧି ସୁଦ୍ଧି ନାହିଁ, ତୋର କେତେ କିଏ କେତେ ବୁଝେଇବ? ଜେରକ୍ସ ସବୁ ଯାକ କୋଉଠି କରୁଛୁ? ଆଜ୍ଞା ଏଇ କାବୁଲି ଦୋକାନ। ହଁ ସେଇ କାବୁଲି ଦୋକାନୀ ଛଡ଼ା ଆଉ କୋଉଠି କରିବୁନି ହେଲା। କେତେ କାହାକୁ ମୁଁ ଚୂନ ଚଟୁ ମାରିଦେଇଛି, ଇଏ ଦେଖିଲା ହିଷ୍ଟ୍ରି ପେପର ଭୁଲ ଅଛି ଡେଟ୍। ହଉ ଠିକ୍ ଅଛି, ହଉ ସବୁ ଜେରକ୍ସ ସବୁ କରିଦେବି ତ? ଆଜ୍ଞା ହଉ ଠିକ୍ ଅଛି, ଆଉ ଟିକେ ସେ ଲୋକ ଆସନ୍ତୁ ବାହା କରିବୁ ସବୁ ହେଲା। ସମୁ ଆଜ୍ଞା ଏ ପାଣି ବୋତଲ ଆଣିବୁ ଟିକେ। ଆଜ୍ଞା ଆଜ୍ଞା କ'ଣ ଏତେ ଲେଟ୍ କରୁଛନ୍ତି? ଆଜ୍ଞା ମ୍ୟାଡ଼ାମ କହିଥିଲେ ମାଛଟା ପଠେଇବାକୁ। କ'ଣ ମାଛ? ଆଜ୍ଞା ଆଜି କି ବାରେ? ଗୁରୁବାରେ, ମାଣବସା ଗୁରୁବାରେ। ମାଛ ଖାଇବ? ମାଛ ଖାଇବ କହୁଛି ସିଏ। ଆଇକିନାକୁ ଖାଲି ଆଜି ଘରକୁ ଯାଏ। ଆଜି ଏଇ ସକାଶେ ଲକ୍ଷ୍ମୀ ଛାଡ଼ି ଛାଡ଼ିକା ଯାଉଛନ୍ତି। ମୁଁ କହୁଛି କାହିଁ ଆଉ ଲକ୍ଷ୍ମୀ ଛାଡ଼ି ଛାଡ଼ିକା ଯାଉଛନ୍ତି? କେତେ ଧନ୍ଦା କରିକି ମୁଁ ପଇସା ରୋଜଗାର କରୁଛି କୋଉ ବାଟରେ? ସେ ବୋଧେ ଆସିଲେଣି ଆଉ। ହଁ ଆସ। କହିବି ଆଇକିନା କହୁଛି ମାଛ ଖାଇବ। ମୁଁ କୋଉ କୋଉ ଆଜ୍ଞା ବାଟରେ? ନମସ୍କାର। ହଁ ନମସ୍କାର। ଆଜ୍ଞା ବାଟଟା ଭୁଲିଗଲି ଆଉ। କ'ଣ ବା ତମେ ବାଟ ଭୁଲି ଯାଉଛ? ବାବାଜୀ ସ୍ୱାଇଁ ନାଁ କହିଲେ କଟକରୁ ଲୋକ ଆଣି ଏଠି ଛାଡ଼ି ଦେଇଯିବେ। ତମେ ଆଜ୍ଞା ଜାଣିପାରୁନ ବୋଧେ। ଛାଡ଼ ଛାଡ଼, ହଉ କ'ଣ କହୁଥିଲେ କୁହନ୍ତୁ, ଅସୁବିଧା କ'ଣ ହେଇଛି? 2 ଗୁଣ୍ଠ ଜମି ଦରକାର ଥିଲା। ତମେ କରୁଛ କ'ଣ? ମୁଁ ବାହାରେ ଦୁବାଇରେ ରହୁଛି। ଆଜ୍ଞା ଘର ଫର କରିବା ପାଇଁ ଟିକେ 2 ଗୁଣ୍ଠ ଜମି ଦରକାର ଥିଲା ଆଉ। 2 ଗୁଣ୍ଠ ଜାଗା, ଏତେ ଛୋଟ ପ୍ଲଟ? ହଉ ଠିକ୍ ଅଛି, ଦେଖିବା ଆଉ। ଆଉ ତମେ ଦେଖ ଜାଗାଟା ଦେଖ ଆଗ। ଏଇ ସେଇ ମୁଣ୍ଡରୁ ଅଛି ପୁରା ଏମିତି ନାଗିଛି। ସେକର ଧାନ ବି କଟା ହେଇଗଲାଣି। ଆଜ୍ଞା ତମେ ସେଇ ହିସାବରେ ଦେଖିକି କ'ଣ କୁହ ଆଉ। ଦେଖ ଜାଗା ଦେଖ। ଆଜ୍ଞା ଜାଗା ଦେଖ। ଆଜ୍ଞା ଗାଈ ଚରୁଛନ୍ତି ଏଇଟା ଗୋଚର ନୁହେଁ ତ? ଗୋଚର ଗୋଚର କିଏ କହିଲା? 82 ମସିହାରେ ମୁଁ ଏଗୁଡ଼ା ସବୁ ଦାନ କରିଦେଇଥିଲି। ଆଜ୍ଞା ଅବିକା ସବୁ କାଗଜ ପତ୍ର କରିକି ମୋ ନାଁରେ କରିଦେଇଛି, ପ୍ଲଟିଂ କରିକି ସବୁ ବିକିଦେବି ଅବିକା। ଆଉ ମୋର କିଏ ଅଛି, କିଏ ଖାଇବ ମୋର? ଆଉ ବନ୍ୟା ଫନ୍ୟା ପାଇଁ ଏଠି କିଛି ପ୍ରୋବ୍ଲେମ ନାହିଁ? ବନ୍ୟା ବନ୍ୟା ଭାଇ ସେକର ଗୋଟେ ନଈ ଖୋଳି ଦେଇଥିଲି। ସେତେବେଳେ ଗୋଟେ ନଈ ଖୋଳି ଦେଇଥିଲି, ସେମିତି ପାଣି ଚାଲିଛି, କିଛି ଅସୁବିଧା ନାହିଁ। ବୁଝିପାରୁଛ? ଆଉ ଚାଷ ଜମି ଏଠି ଏସବୁ ଏଠି କିଛି ପ୍ରୋବ୍ଲେମ ଅସୁବିଧା? ତମେ ଘର କରିବ ନା ଚାଷ କରିବ? ହଁ ହଁ କିଛି ଅସୁବିଧା ହବନି। ତମକୁ କହିଲି ମୁଁ ବାବାଜୀ ସ୍ୱାଇଁ ଅଛି, ଯେପର୍ଯ୍ୟନ୍ତ ଅଛି କିଛି ଅସୁବିଧା ହବନି। ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ କଥା ବୁଝିଲି, ହଁ ଆପଣଙ୍କ ଉପରେ ବିଶ୍ୱାସ ରଖି ଯାଇଛି। ହଁ ସେଇ ବିଶ୍ୱାସଟା ଖାଲି ରଖିଥାଅ। ଆଜ୍ଞା ଜାଗା ରେଷ୍ଟି ହବା ଜାଗା ଖାଲି ସେଇ ବିଶ୍ୱାସ ରଖିଥାଅ। ଆଜ୍ଞା ଠିକ୍ ଅଛି ଆଜ୍ଞା ହେଲା। ଠିକ୍ ଅଛି ତାପର କଥା ଯାହା ହବ ମୁଁ ବୁଝିବି ସବୁ। ଠିକ୍ ଅଛି। ହଁ ସେଇ ହିସାବରେ କ'ଣ କେମିତି ପଇସା ପତ୍ର କେତେ କ'ଣ ସବୁ କାଗଜ ପତ୍ର ବାହାର କଲୁ। ନାଇଁ 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 ଥାଉ, ଦରକାର ନାହିଁ। ମୁଁ ଆପଣଙ୍କ ଉପରେ ବିଶ୍ୱାସ ଅଛି, ମୁଁ ବିଶ୍ୱାସ ରଖିକି ଆସିଛି। ହଁ ଆଉ ଠିକ୍ ଅଛି। କ'ଣ କାଲି ତ ମୁଁ ରେଟ୍ଟା କହିଥିଲି। ଆଜ୍ଞା ଆଉ ସେଇ ହିସାବରେ କ'ଣ ଆଡ଼ଭାନ୍ସ ଫାଡ଼ଭାନ୍ସ କରିକି ଯିବେ, ପୁଣି ରେଷ୍ଟି ହେଲା ବେଳକୁ ଦେଖାଯିବ ଆଉ କ'ଣ। ଆପଣ ଫୋନ୍ ପେ ଗୁଗୁଲ୍ ପେ କ'ଣ ଅଛି ଆପଣଙ୍କର? ସବୁ ଆଜ୍ଞା ତୋ ନମ୍ବରଟା ଦେଇଦେଲୁ। ମୋ ନମ୍ବର ବା ସାଡ଼େ ଦୁନିଆ ଆଡ଼େ ଦୁନିଆ ସେ ହେଇଯିବ ସିଏ। ମୋ ସେ ଡ୍ରାଇଭର ନମ୍ବରକୁ ଛାଡ଼ିଦିଅ। ସବୁ ଆଜ୍ଞା ଦେ ସ୍କାନର ଦେ। କ'ଣ କହିବି ମୁଁ ଏଗୁଡ଼ା, ଏଇ ସବୁ ଜିନିଷ ମୋର ପସନ୍ଦ ନୁହଁ ଜମା। ତମେ ତ ଡାଇରେକ୍ଟ କ୍ୟାସ୍ଟା ଆଣିକି ଦେଇଥାନ୍ତେ। ତମେ ଦେଖନ୍ତୁ ଆଜ୍ଞା, ହଁ ସ୍କାନରକୁ 1,00,000 ଟଙ୍କା ପଠେଇଦେଲି। ହଁ
ଆଉ ଚେକ୍ ଟା ଆଣିଛି 7 ଲକ୍ଷ ଟଙ୍କା ଚେକ୍ ଟା ମୁଁ ଆଜି ଆପଣଙ୍କୁ କରିଦଉଛି। ତମର ସେଗୁରା ପଇସା ପତ୍ର ଅଛି ନା ନାଇଁ? ଆଜ୍ଞା ଆଜ୍ଞା ପଇସା ଅଛି, ପଇସା ଆଭେଲେବୁଲ ଅଛି। ଆପଣ କାଲି ଆଜି ପକେଇ ଝିଞ୍ଝଟିଆ କାମ ମୋର ଭାରି ପସନ୍ଦ ନୁହଁ ଏଗୁରାକ। କିଏ କୁଆଡୁ କେତେ ଦୌଡ଼ିବ, ବ୍ୟାଙ୍କ ଫ୍ୟାଙ୍କ ଯିବାକୁ ମତେ ଟାଇମ ନାହିଁ। ତ ଗୋଟେ କଥା ହେଲ କାଲି, ଗୋଟେ କଥା ହେଲା ଗୋଟେ କଥା, ଦେଖୁଛ ଆଜି ଦେଖୁଛ କେତେ ଦେଖନ୍ତୁ ଚେକ୍ 7 8 ଲକ୍ଷ ହେଲା। ତ ମୁଁ କାଲି କଣ କହିଥିଲି? ଠିକ ଅଛି, ଏଇଟା ଆଜି ପକେଇ ଦିଅନ୍ତୁ, ଆପଣଙ୍କର କାଲି କ୍ଲିୟର ହେଇଯିବ। ହଁ ଆପଣଙ୍କର ଆଉ 2 ଲକ୍ଷ ଟଙ୍କା ମୁଁ ଆଉ 2 ଦିନ ଭିତରେ କ୍ଲିୟର କରିଦେବି। ରହିଲା କଥା। ଆଜ୍ଞା ଯଦି ନାଇଁ ତ ମୋ ପିଲା ଯିବ, ନହେଲେ କ୍ୟାସ୍ ଫ୍ୟାସ୍ ନା ଯିବାର କିଛି ଆବଶ୍ୟକ ନାହିଁ, ହଁ ମୁଁ ପଠେଇଦେବି। ହଉ ହଉ ଠିକ ଅଛି। ଦେଖ କିଛି ବା ତମକୁ କହିଲି କିଛି ଅସୁବିଧା ଏଠି ନାହିଁ। ଲାଇନ ଦେଖ ଏଇ ସେକରେ ଗୋଟେ ହେଇ, ସେଠି ଧାନ କଟା ହେଇଯାଇଛି। ସେକରେ ଦେଖ ସେକରେ ଯଦି କିଛି ପସନ୍ଦ ନହେଲା, ଏଠି ଏଇ ଧାନ କଟା ହେଇଛି। ଏଇଟା ପୁରା ସାଇଜିଆ ଜାଗାଟା ହେଇଛି। ଏଇଠୁ ଦେଖିବ, ଏଇଟାକୁ ଯଦି ଯେତେ ଶୀଘ୍ର କାମ ଆରମ୍ଭ କରିବ, ଏଇଟା ବି ବଢିଆ ଜାଗାଟା ପୁରା। ଦେଖ ମୁଁ ବହୁତ ଜଲ୍ଦି କାମ ଆରମ୍ଭ କରିବି। ହଁ ଧାନ ଫାନ ଯୋଉ ଅଛି ସେ ସବୁ ଆରେ କିଛି ନାହିଁ। ରେଷ୍ଟି ପରେ ଯଦି ଧାନ କଟା ହେଇନଥିବ, ସେ ଶଳାଟାକୁ ମୁଁ ଦେଇଥିଲି, ଠିକାରେ ଦେଇଥିଲି। ଆଜ୍ଞା ସେ କିଛି ଦେଖୁନ ଧାନ ଫାନ ଉଠେଇନି ଏପର୍ଯ୍ୟନ୍ତ। ହେଇ ଯଦି ସିଏ ନ ଉଠେଇଲା, ଧାନ ଫାନ ସବୁ କାଟିବ, ନେଇକି ପଳେଇବ। ହଉ ହଉ ହେଲା। ଆଉ ତାପରେ ରହିଲା କଣ କହିଲ, ପାଣି ଆଉ ପାଣି ଫାଣି କିଛି ନାହିଁ। ତମ ଲୋକ, ମୋ ଲୋକ ଆସିବେ, ତମେ ଖାଲି ପଇସା ଫୋପାଡ଼ିବ, କାମ କରିବ। ହେଲା, ମୋ ଲୋକ ଅଛନ୍ତି, ସବୁ କରିଦେବେ। ଆପଣଙ୍କ ଉପରେ ବିଶ୍ୱାସ ରଖିକି ଆସିଛି, ଆଉ ଆପଣ ଏଇ ବିଶ୍ୱାସ ଶୁଣ ଆଉ ଗୋଟେ କଥା, ରେଷ୍ଟି ଦିନ ଆଗ ଆଉ 10 ଲକ୍ଷ ଧରିବି, ତାପରେ ରେଷ୍ଟି କରିବି। ସେ କଥା ଆପଣ ମୁଁ ସେ ବଗଲ ଜଗଲ କଥା ଯଦି ମୁଁ କିଛି ନ ଶୁଣି, ଆପଣ ସେ କଥା ଟେନସନ ନିଅନ୍ତୁନି। ତା ଦେହରେ ଯଦି ଗୋଟେ ଟଙ୍କା କମେଇବେନି, ଆଉ ଠିକ ଟାଇମ ରେ ପଇସା ଆପଣ ପାଇଯିବେ। ମୁଁ ବି ଅତି ଜଲ୍ଦି ଜାଗା ଇଏ হবে ସୁନା ସାଙ୍ଗରେ ସମାନେ, ବୁଝିପାରୁଛ? ଠିକ ଅଛି କେତେ ଲୋକ ବାଡେଇ ଛାଟି ହଉଛନ୍ତି ଏ ଜାଗାକୁ ନବାକୁ। ଠିକ ଅଛି ହେଲା, ଦେଖିଲ ଏକରେ ଗୋଟେ ଜାଗା ଦେଖେଇଲି, ସେଠି 2ଟା ଦେଖିଲ। ଯଦି ଏ 3ଟା ଜାଗା ପସନ୍ଦ ନ ହୁଏ, ଏ ଜାଗାଟାକୁ ହୋଇ ଦେଖୁଛ, ଇଏ ପୁରା ଚକାଚକ ରାସ୍ତା। ଚକାଚକ ରାସ୍ତା ବି ଏଇପଟେ ପୁରା ବନେଇଦବ। ଏଇଟା ଚକ ନାଲି ତ, ପୁରା ରାସ୍ତା ବନେଇଦବ, ପୁରା ଆକୁ ପୋତି ପାତିକି। ହେଲା ଆଜ୍ଞା, ଚକ ରାସ୍ତାରେ ତମେ ଜାଗା କିଣିନ, ତମେ ଏତେ କଥା ଗପିଲ। ଲୋକାଲ ଲୋକଙ୍କର କିଛି ଅସୁବିଧା? ଆରେ ଜାଗା ମୋର ନା ତମର? ତମକୁ ତ ମୁଁ କହୁଛି ସବୁ ଜିନିଷ ମୁଁ ସମ୍ଭାଳି। ସେତିକି ବିଶ୍ୱାସ ଅଛି। ସେତିକି ବିଶ୍ୱାସ। ସେଇ ବିଶ୍ୱାସରେ ତମେ କରିଚାଲ। ଖାଲି ପଇସା ଫୋପାଡ଼ିବ, କାମ କରିବ। ଏବେ ମୋ ଜେଜ ଥିଲା 34 ବର୍ଷରେ ଥିଲା। ତାପରେ ମୋ ବାପା ଆଇଲା, ତାଙ୍କ କତି ପୁଅ ହେଇଛି। ହେଲା, ତାରି ପରେ ତ ଶୁଣିଛି ଆପଣ ଜାଗା ଏବେ ସମ୍ପତ୍ତି ବାଟି ବାଟି ସମ୍ପତ୍ତି, ଯୁଆଡେ ଆଖି ବୁଲେଇବ। ହେଲା, କଣ କରିବା ଆଉ, ଚାଲିଛି ଆଉ। ସମୁଦି ନମସ୍କାର। ଆଡେ କୁଆଡେ ଯାଇଥିଲ? ନମସ୍କାର। ଆଡେ କୁଆଡେ ଯାଇଥିଲ? ବିଲୁକୁ ଯାଇଥିଲି। କଣ ନାଇଁ ମ, ଜମି ଗୁରାକ ବିକିଦେବି ତ, ସେ ଗୋଟା ପ୍ଲଟ ଆଇଛନ୍ତି ନେବେ ଆଉ। ଏଇ ବାବୁମାନ ଜମି ପୁଣି କୋଉ ଜମି? ଆରେ ଜମି ବିକ୍ରି ହବ। କୋଉ ଜମି? ଆରେ ଏଇ ଜମିଟା ବା। ଏଇ ଜମି? ଏଇ ଭାବିଲି ଏ ଜମି ଫମି ସବୁ ବିକି ବାକି ଦେଇକି ବାଙ୍ଗଲୋର ପଳେଇବି। ସିଆଡେ 2-3ଟା ଖଣ୍ଡେ ଫ୍ଲାଟ୍ କିଣିବି, ସିଆଡେ ରହିବି। ଆଉ ଏଠି କିଛି ହବନି। ଆଉ ତମର ପଇସା ପତ୍ର ହେଲା ତ ନା, କାହାର ଟଙ୍କାଟା ମୁଁ ରଖିବି, ସବୁ ସୁଝିଦେବି। ସମୁଦି ପୁଣି ଜମିର ମୁଣ୍ଡ ପୁରେଇଲନି? ହୋ ସମୁଦି, ତମେ କାହିଁ ସେମିତି ହଉଛ? ତମେ କାଲି ପନ ଆଡକୁ ଆସ, ତମ ପଇସା ପତ୍ର ସବୁ ନେଇ ନାଇକି ଯିବ। ହେଲା, ଯଦି ନହେଲା ମୁଁ ପରଦିନ କି ତା ପରଦିନ ଯିବି। ମାନେ ମୋ ପଇସା ପତ୍ର ନେଇକି? ଯା। ହଉ ତମ ଇଚ୍ଛା। ହଉ ତମେ ଯାଅ। ହଉ ସମୁଦି ନମସ୍କାର। ନମସ୍କାର। ହଉ, ତମେ ଜାଗା ଦେଖିଲ, ଚାଲ ଯିବା। ଆଜ୍ଞା ଚାଲନ୍ତୁ। ଆଜ୍ଞା, ରେଜିଷ୍ଟ୍ରେସନ ଡେଟ୍ ଟା କେବେ କହିବେ? ତମ ପଇସା, ଏଇ ପଇସା ଆହୁରି 2 ଲକ୍ଷ ବାକି ରଖିଲ, ପୁଣି ତମେ ଏତେ ଉପରକୁ ଚଢିଲଇଁ ଯାଇ। କାଲି ଚେକ୍ ଟା, ଆଜି ଚେକ୍ ଟା ପକେଇ ଦିଅନ୍ତୁ, କାଲି ହେଇଯିବ, କ୍ଲିୟର ହେଇଯିବ। 2 ଲକ୍ଷ। ହଉ ଠିକ ଅଛି। ଆକ୍ଚୁଆଲି ଇସି ପେପରଟା ଯୋଉମାନେ ଜମି କିଣନ୍ତି ସେଇମାନେ ହିଁ ବାହାର କରନ୍ତି। କିନ୍ତୁ ତା ଆଗକୁ ମୁଁ ମୋର ସବୁ ରେଡି ରୁଟା କରି ରଖିଛି। ତହସିଲଦାର ଆପଣ କାହିଁ ଯିବେ, ଦୌଡ଼ିବେ? ସେ ମୋର କାହିଁ ସେ ଟେନସନ ମୁଁ ନେବି, ମୁଁ ଆପଣଙ୍କ ଉପରେ ବିଶ୍ୱାସ ରଖିଛି, ବିଶ୍ୱାସ କରିକି ଦେଖିଦିଅ ସବୁ। ଠିକ ଅଛି। ଆଜ୍ଞା। ଆଉ ଗୋଟେ କଥା, ଯେତେ ଶୀଘ୍ର ଟିକେ କେମିତି କାମ ସଇଲେ ମୁଁ ଯିବି ସୁଇଜରଲ୍ୟାଣ୍ଡ ଯିବି ଟିକେ। ମୋ ଏଇ ଶୀତ ପଇଲାଣି, ମୁଁ ଟିକେ ଯିବି ପିକନିକ ଯିବି। ଆଜ୍ଞା ଠିକ ଅଛି। ମାସେ ଖଣ୍ଡେ ସିଆଡେ ବୁଲାବୁଲି କରିବି, ଆସିବି ଯାଇ। ଠିକ ଅଛି। କେତେ କୁଆଡୁ ଟେନସନ କଣ ସମାଳି, ମୁଣ୍ଡ ଟିକେ ଥଣ୍ଡା ହେବା ଦରକାର। ହଉ ଠିକ ଅଛି, ତମେ ଯାଅ। ଯାଅ, ଯେତେ ଶୀଘ୍ର କଣ କରିବେ। କୁଆଡେ 3-4 ଦିନ ହେଲା ଦେଖା ଦର୍ଶନ ନାହିଁ। ଧାନ କଟାକଟି ହଉଛି। କାଲି ସେ ଗୋଟେ ସାଙ୍ଗର ଝିଆର ବାହାଘର ଥିଲା ଦାସଘର, ସେଇଠି ରହି ଯାଇଥିଲି ରାତି 1-2ଟା ଯାକେ। ବରଯାତ୍ରୀ ଆଇଲି ଆଉ ଏବେ ଉଠିକି ଆଇଲି।
ତୁ କୁଆ ଯାଉଥିଲୁ? ମୁଁ ବା ଦେଇ ଘରକୁ ଯାଇଥିଲି, ଦେଇ ଘର ତା ଝିଅର ବାହାଘର ହଉଥିଲା, ହଁ ଏଇ ନେଇକି ଯାଇଥିଲି ବ୍ୟବହାରଟା ନେଇକି ଆରେ ଯାଇଥିଲି। ତମେ ଦି ଜଣ ଯାକ ଏଠି ବସି କଥା ହଉଥା। ସାରେ ବାବାଜୀ ସମୁଦି ଆମର ଜମି ବିକିବ ବୋଲି କାହା ଦି ଜଣଙ୍କୁ ଆଣିକି ତାର ସେ ଜମି ବିକିବ ବୋଲି ଫାଇନାଲ କରିସାରିଲା। ଜମି ବିକିବ? କୋଉଠି ତାର କୋଉଠି ଏ ଚକରେ ଜମି ଅଛି? ମୁଁ ଜାଣିଛି ମତେ ବା ମୁଁ ଯେମିତି କହିଲି ସମୁଦି ତମର ଏଠି କି ଜମି ନା ମୋ ପାଟିରେ ହାତ ଦେଇ ମତେ କହିଲା ସମୁଦି ତମେ ଯା ମୁଁ ତମ ପାଖରେ ନେଇ ପଇସା ପହଞ୍ଚେଇବି 10,000 ଟଙ୍କା ମତେ କହିଦେଲା। ଜମି ଦାସ ଘର ଅଛି, ସ୍ୱାଇଁ ଘର ଅଛି, ବିଶ୍ୱାଳ ଘର ଅଛି, ରାଉତ ଘର କିଛି ଅଛି ଏଠି। ତାର ତ ଏଠି ନାହିଁ। ତାର କୋଉଠି ଜମି ଆଇଲା? ତାର ତ ଯୋଉ 4-5 ଗୁଣ୍ଠ ଥିଲା ବିକି ଦେଇଛି, ତାର କୋଉଠୁ ଆସିବ? ସେ କଣ ଜମି ବିକିବ ବୋଲି ମତେ କହିଲା ବା କହିଲା ସେ ବାବୁ ମାନେ କହିଲେ ଜମି ଆମେ ଆଇଥିଲୁ ନବା ପାଇଁ। ମୁଁ କହିଲି ମୁଁ ତ ଜାଣିନି କିଛି। ଠିକ ଠିକ ଠିକ। ଆରେ ଫକୀରା, ହଁ? ଇଏ ମୋ ଭଉଣୀ ବାହାଘର ବେଳେ ହଁ। ତାକୁ ତା ପାଖରେ ଗୋଟେ 4-5 ଗୁଣ୍ଠର ଜମି ଆମର ବନ୍ଧା ପଡିଥିଲା। ଆଉ ତାକୁ ଇଏ ସେଇ କାଗଜ ପତ୍ରକୁ ଦେଖେଇ ଏ ଜମି ଗୁରା ବିକି ପକଉନି ତ? ମୁଁ କଣ ବାପା ଜାଣିଛି? ମୁଁ ସେ ସେୟା କରିଥବ, ସେ ସେୟା କରିଥବ। ମୁଁ ଯେମିତି କହିଲା ମତେ ମୁଁ କହିଲି ମୁଁ ଏକଥା ଚଇଟା ଫକୀରାକୁ ଶୀଘ୍ର ଜଣାଏ। ଫକୀରା, ହଁ? ଚାଲି ଯିବା ତା ପାଖକୁ। ଗଲେ କଣ ହବ? ବାବା ସ୍ୱାଇଁ କଣ ଆଉ ଥବ ନା ସେ ଲୋକ ଥବେ? ଏ ଟାଉଟର କୁଆଡେ ପଳେଇବଣି? ତାପରେ ଏବେ ଆଉ ଗୋଟେ କଥା, ଭିଡିଓଟା ଲମ୍ବା ହେଇଗଲାଣି, ଲୋକ ଆଉ ଦେଖିବେନି। ଆର ପାର୍ଟ 5ଟା ଆଇଲେ ଲୋକ ଦେଖିବେ ନା କଣ କହୁଛ? ବାବା ସ୍ୱାଇଁ ସେତେବେଳକୁ କଣ କରୁଛି ଦେଖାଯିବ। ଏବେ ଆଗକୁ ଦେଖନ୍ତୁ। ଭିଡିଓଟା ଲମ୍ବା ହେଇଗଲାଣି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।